ମନ୍ଦୋଦରୀ କହିଲେ, ହେ ରାମ, ମୁଁ ରାବଣଙ୍କ ସ୍ତ୍ରୀ, ଦୁର୍ଭାଗ୍ୟ ସ୍ତ୍ରୀ। ପ୍ରଭୁ ଶ୍ରୀରାମ ସଙ୍ଗେ ସଙ୍ଗେ ଠିଆ ହେଇ ପଡ଼ିଲେ। ସେ କହିଲେ, ହେ ମା, ମୋତେ ଆପଣଙ୍କ ଦୁଃଖ ପାଇଁ କ୍ଷମା କରିବେ। ଆପଣଙ୍କ ସ୍ୱାମୀ ବଡ଼ ତେଜସ୍ୱୀ ଥିଲେ, ମହାଜ୍ଞାନୀ ଥିଲେ, ଉଚ୍ଚ କୂଳରେ ଜନ୍ମ ହୋଇଥିଲେ, ବ୍ରହ୍ମାଙ୍କ ବଂଶଜ ଥିଲେ। ସେ ଅନୀତି କଲେ ବୋଲି ମୋତେ ତାଙ୍କୁ ମାରିବାକୁ ପଡ଼ିଲା। ମୋତେ କ୍ଷମା କରନ୍ତୁ। ମନ୍ଦୋଦରୀ କହିଲେ, ମୁଁ ଦେଖିବାକୁ ଆସିଥିଲି ଯେ ମୋ ସ୍ୱାମୀକୁ ମାରିଲା ବାଲା କେମିତିକା, କ'ଣ ଅଧିକା ଅଛି ମୋ ସ୍ୱାମୀଠୁ ତାଙ୍କ ପାଖରେ ଯେ ମୋ ସ୍ୱାମୀକୁ ମାରିପାରିଲେ। ମନ୍ଦୋଦରୀ କହିଲେ, ସେ ରାମଙ୍କୁ କହିଲେ ମନ୍ଦୋଦରୀ ଯେ ଦୁନିଆକୁ ପରାଜୟ କରିଦେଇছে, ସାରା ସଂସାରକୁ ପରାଜୟ କରିଦେଇଛନ୍ତି, ଯେ ସ୍ୱର୍ଗକୁ ଯାଇ ତ ପୂର୍ବଜକୁ ଚୁନତି ଦେଇଦେଇଛନ୍ତି, ଯେ କୁବେରଙ୍କୁ କାନ ଧରି ତଳକୁ ନେଇ ଆସିଥିଲେ, ତାଙ୍କୁ ହରେଇ ଦେବା ଲୋକ କିଏ? କେମିତି ହରେଇ ପାର? ପ୍ରଭୁ ଶ୍ରୀରାମ କହିଲେ, ମା ଜାଣିଲେ ନା? ହଁ। ମନ୍ଦୋଦରୀ କହିଲା, ହଁ ମୁଁ ଆସିବା ପୂର୍ବରୁ ଜାଣିଦେଲି ଯେ ମୋ ସ୍ୱାମୀ ଥିଲେ କେମିତି, ମୋ ପରି ସୁନ୍ଦରୀ ସ୍ତ୍ରୀ ଥାଉ ଥାଉ ଯେ ପର ସ୍ତ୍ରୀ ପ୍ରତି, ତୋ ସ୍ତ୍ରୀ ପ୍ରତି ଲୋଭାନ୍ୱିତ ହୋଇ ତାକୁ ନେଇ ଆସିଥିଲେ। ଆଉ ଗୋଟେ ହେଲୁ ତୁ, ଯେ ପର ସ୍ତ୍ରୀର ଛାଇ ବି ପିଠିରେ ପଡ଼ିଲା, ସଙ୍ଗେ ସଙ୍ଗେ ଠିଆ ହେଇ ପଡ଼ି ହାତ ଯୋଡ଼ି ମା ବୋଲି ଡାକିଦେଲା। ଏଥିପାଇଁ ଯେଉଁଟା ତୋ ପାଖରେ ଅଛି ସେଟା ମୋ ସ୍ୱାମୀଙ୍କ ପାଖରେ ନଥିଲା। ଏଥିପାଇଁ ମୋ ସ୍ୱାମୀ ମରିଲା। ରହୁଛି। ସମସ୍ତଙ୍କୁ ମୋର ନମସ୍କାର। ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର କାହାଣୀରେ। ଜୟ ଶ୍ରୀରାମ। ଜୟ ଜୟ ଶ୍ରୀରାମ।